ଝିଅ ବ୍ରୋକଲି ଆଣିକି କହିଲା, ବୋଉ ମାର୍କେଟକୁ ବ୍ରୋକଲି ଆସିଲାଣି, ତମେ ଯେତିକି ରାନ୍ଧିବ ରାନ୍ଧିଦିଅ, ପଛରେ ଆଉ ମିଳିବନି। ଆଜି ଭାବିଲି ପ୍ରଥମେ ବ୍ରୋକଲି ଆଳୁର ଝୋଳଟି କରିଦେବି। ବ୍ରୋକଲିକୁ ନେଇଗଲି, ତାକୁ କଟାକଟି କରିଦେଲି, ଆଳୁ କାଟିଦେଲି, ଗ୍ରୀନ୍ ମଟର ନେଇଗଲି, ଟମାଟୋ ନେଇଗଲି, ଅଦା ରସୁଣ ପିଆଜ ନେଇଗଲି, ପେଷ୍ଟ କରିଦେଲି। ଆଳୁକୁ ଲୁଣ ହଳଦୀ ଦେଇକି କଢ଼େଇ ବସେଇ ତେଲ ଦେଇ ତାକୁ ଭାଜିଦେଲି। ବ୍ରୋକଲିକୁ ମଧ୍ୟ ଲୁଣ ହଳଦୀ ଦେଇକି ଭାଜିଦେଲି। ତାପରେ ଟମାଟୋଟିକୁ ଗ୍ରାଇଣ୍ଡିଙ୍ଗ କରିକି ତାକୁ ବି ତେଲ ଟିକେ ଦେଇକିରି ଭାଜି ଦେଇକି ରଖିଦେଲି। କଢ଼େଇ ଗୋଟେ ବସେଇ ତେଲ ଦେଇ ତା ଦେହରେ ଫୁଟଣ ଦେଇ କାଠି ମସଲା ତେଜପତ୍ର ସବୁ ଦେଇକିରି ତାପରେ ଦେଇଦେଲି ଅଦା ରସୁଣ ପେଷ୍ଟଟି, ପାଣି ଦେଇକି ଭଲ ଭାବେ କଷି ଦେଇକି ହଳଦୀ ଗୁଣ୍ଡ, ଲଙ୍କାଗୁଣ୍ଡ, ଲୁଣ, କିଚେନ୍ କିଙ୍ଗ ମସଲା ଟିକେ, ଘରର ମସଲା ଟିକେ ସବୁ ପକେଇକିରି ଭଲ ଭାବେ କଷାକଷି କରିକି ତା ଦେହରେ ଗ୍ରୀନ୍ ମଟର ପକେଇଦେଲି, ଆଳୁ ଭାଜିକି ରଖିଥିଲି ତାକୁ ପକେଇଦେଲି, ବ୍ରୋକଲି ପକେଇଦେଲି, ଟମାଟୋ ଭାଜିକି ରଖିଥିଲି ତାକୁ ବି ପକେଇ ଦେଇ କଷାକଷି କରି ତା ଦେହରେ ଦେଇଦେଲି ପାଣି ଦେଇଦେଇକି ସିଝିବା ପାଇଁ ଛାଡ଼ିଦେଲି। ତାପରେ ହେଇଗଲା କେତେ ସୁନ୍ଦର ବ୍ରୋକଲିର ତରକାରୀଟି। ଭିଡ଼ିଓଟି ଭଲ ଲାଗିଲେ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ରହୁଛି।